ବନ୍ଧୁଗଣ, ଆଜି ଓଡ଼ିଆ ଅସ୍ମିତା ନେଇ ବହୁତ ହଟ୍ଟଗୋଳ ହେଉଛି। ଅସ୍ମିତାକୁ ଆୟୁଧ କରି ଗୋଟିଏ ଶାସନ ପରିବର୍ତ୍ତନ ମଧ୍ୟ ହୋଇଗଲା। କିନ୍ତୁ ଓଡ଼ିଶାର ଗୌରବ ସଂରକ୍ଷଣ ଦିଗରେ ନୂତନ ସରକାର କ'ଣ କରିବେ ତାହାର କୌଣସି ଦିଗ୍ଦର୍ଶନ ମିଳୁନାହିଁ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଗୋଟିଏ ବଡ଼ ଅବହେଳିତ ପ୍ରସଙ୍ଗ। ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ଦୁଇଟି, ପୁରୀ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର। ୟୁଏନ୍ଓ 1984ରେ କୋଣାର୍କକୁ ୱାର୍ଲଡ ହେରିଟେଜ ସାଇଟ୍ ମାନ୍ୟତା ଦେଇ ସେ ବିଶ୍ୱ ପରିଚିତି ଆହୁରି ତେଜି ଦେଲେ। ଦୁଃଖର ବିଷୟ, ପ୍ରଥମଟି ଉପରେ ସରକାର ତଥା ଐତିହ୍ୟ ପ୍ରେମୀ ଓଡ଼ିଆଙ୍କର ନଜର ଯେତେ କେନ୍ଦ୍ରୀଭୂତ, ଦ୍ୱିତୀୟଟି ଉପରେ ତାହାର ଭଗ୍ନାଂଶ ମଧ୍ୟ ନୁହେଁ। ଏ ଦିଗରେ କଳିଙ୍ଗ ହେରିଟେଜ ପ୍ରିଜର୍ଭେସନ୍ ଟ୍ରଷ୍ଟ KHPT ଓ ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ ହେରିଟେଜ INTACର ଓଡ଼ିଶା ଶାଖା ବିଗତ ଏକ ଦଶନ୍ଧି ଉପର ଯେଉଁ ଆନ୍ଦୋଳନ ଜାରି ରଖିଛି, ସେଥିକୁ କର୍ଣ୍ଣପାତ କରିଲେ ନାହିଁ ବିଗତ ସରକାର। ସେ ବିଷୟରେ ଆଲୋଚନା କରିବାକୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ଉପମୁଖ୍ୟମନ୍ତ୍ରୀଙ୍କୁ ଅଲଗା ଅଲଗା ଭାବେ ଦୁଇଟି ସଂସ୍ଥା ପକ୍ଷରୁ ଏକାଧିକ ବାର ଲେଖା ହୋଇଛି। ସରକାରୀ କଳ ଏପରି ବିକଳ ହୋଇ ରହିଛି ଯେ ପତ୍ରର ପ୍ରାପ୍ତି ସ୍ୱୀକାର ମଧ୍ୟ ହୋଇନାହିଁ, ସମୟ ଦେବା ଦୂରର କଥା। ଏପରି ପରିସ୍ଥିତିରେ KHPT ତରଫରୁ ଆମର ବକ୍ତବ୍ୟ ୟୁଟ୍ୟୁବ୍ ମାଧ୍ୟମରେ ତୋଳି ଧରୁଛି। କାଳେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନଜରରେ ପଡ଼ିବ। ଦର୍ଶକ ବନ୍ଧୁ, ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ବାଣ୍ଟି ନିଅନ୍ତୁ ଏବଂ ସରକାରଙ୍କର ଦୃଷ୍ଟି ପୁଣି ଆକର୍ଷଣ କରନ୍ତୁ। ଆଜି କୋଣାର୍କର ପରିଚୟ ଗୋଟିଏ ଉତ୍କୃଷ୍ଟ ଶିଳ୍ପ ପ୍ରଦର୍ଶନୀ ରୂପେ ଏବଂ ସେ ପରିଚିତି ତଳେ ଏହାର ମନ୍ଦିର ପରିଚିତି ଲୋପ ପାଇଯାଇଛି। ଏହା ହିଁ କୋଣାର୍କର ଦୁର୍ଭାଗ୍ୟ। ଏ ପରିଚିତି ଗଢ଼ି ଉଠିଛି 1900 ଠାରୁ 1910 ମଧ୍ୟରେ ବାଲି ତଳୁ କୋଣାର୍କର ଧ୍ୱଂସାବଶେଷ ଉଦ୍ଧାର କରିବା ପରେ। ଏହାର 600 ବର୍ଷ ପୂର୍ବେ ଏ ମନ୍ଦିର କାହିଁକି ତିଆରି ହୋଇଥିଲା, ତାହାର ମୂଳ ରୂପ କିପରି ଥିଲା, ସେଠାରେ କ'ଣ ହେଉଥିଲା, ଭାଙ୍ଗିଲା କାହିଁକି ଏବଂ ଯେବେ ଭାଙ୍ଗିଲା ଗଢ଼ା ହେଲା ନାହିଁ କାହିଁକି, ଏସବୁ ପ୍ରଶ୍ନ ଉପରେ ଇତିହାସ କୁହେଳିକା ଆଚ୍ଛନ୍ନ। ଆମର ଦୁର୍ଭାଗ୍ୟ, ବିଧିବଦ୍ଧ ଇତିହାସ ଲେଖି ରଖିବାର ପ୍ରଥା ଏ ଦେଶରେ ନଥିଲା। ସାଧାରଣ ମଣିଷ କିମ୍ବଦନ୍ତୀର ମାୟାଜାଲରେ ଆତ୍ମସନ୍ତୋଷ ଖୋଜିଲା। ପ୍ରକୃତ ଇତିହାସ ମାଡ଼ ଖାଇଲା। ତଥାପି କିଛି ଗବେଷକ ଟୁକୁଡ଼ା ଟୁକୁଡ଼ା ତଥ୍ୟ ଯୋଡ଼ି ନିର୍ଭରଯୋଗ୍ୟ ଇତିହାସ ଗଢ଼ି ତୋଳିବାର ଚେଷ୍ଟା କରିଛନ୍ତି। ଏ ବକ୍ତା ମଧ୍ୟ ବିଗତ 70 ବର୍ଷ ଉର୍ଦ୍ଧ୍ୱ ସେପରି କିଛି ଗବେଷଣା କରିଛି। ଯାହା ପାଇଛି ତାହା ଦୃଶ୍ୟମାନ ଗୌରବ ଠାରୁ ବହୁ ମୂଲ୍ୟବାନ, ତେଣୁ ସଂରକ୍ଷଣର ଦାବି ରଖେ। ଆଗ୍ରହୀ ଦର୍ଶକ ମୋ ରଚିତ ଅର୍କକ୍ଷେତ୍ର କୋଣାର୍କ ଓ ଦ ସନ୍ ଟେମ୍ପଲ୍ ଅଫ୍ କୋଣାର୍କ ବହି ଦୁଇଟି ପଢ଼ି ଦେଖିପାରନ୍ତି। ଯୋଡ଼ିଏ ପ୍ରଶ୍ନ ମୋର ଗବେଷଣାର ମୂଳାଧାର। 1. ଯେବେ ଗୋଟିଏ ଉତ୍କୃଷ୍ଟ ଶିଳ୍ପ ପ୍ରଦର୍ଶନୀ ଗଢ଼ିବା ରାଜ ଇଚ୍ଛା ଥିଲା, ତେବେ ତାହା ନିଜ ପ୍ରାସାଦ ଅଥବା ଦୁର୍ଗରେ ନ ଗଢ଼ି, ଯାହା ସେତେବେଳେ ଦିଲ୍ଲୀ, ଆଗ୍ରା, ଜୟପୁର ଇତ୍ୟାଦିରେ ପ୍ରଥାଗତ ଥିଲା, ଗୋଟିଏ ମନ୍ଦିରରେ ଗଢ଼ିଲେ କାହିଁକି? 2. ଯେଉଁ ସମୟରେ ସମଗ୍ର କଳିଙ୍ଗ ଜଗନ୍ନାଥ ଭକ୍ତିରେ ଉଦ୍ବେଳ, ଜଗନ୍ନାଥ ଗଙ୍ଗବଂଶର କୁଳଦେବତା, ସେହି ସମୟରେ ଗଙ୍ଗବଂଶର ଉଜ୍ଜ୍ୱଳତମ ନରପତି ପ୍ରଥମ ନରସିଂହ ଦେବ ଅମାପ ଅର୍ଥ ବ୍ୟୟ କରି କାହିଁକି ଏପରି ଏକ ମନ୍ଦିର ଗଢ଼ିଲେ, ଯାହା ରାଜକୀୟ ଜଗନ୍ନାଥ ମନ୍ଦିର ଠାରୁ ପ୍ରାୟ 14 ଫୁଟ ଉଚ୍ଚ, ସମକାଳୀନ ସବୁ ମନ୍ଦିର ଠାରୁ ବହୁ ସୁନ୍ଦର ଏବଂ ସେଥିରେ ପ୍ରତିଷ୍ଠା କରିଲେ ଏପରି ଏକ ଦେବତାଙ୍କୁ ଯାହାଙ୍କ ଭକ୍ତ ବିଶେଷ କେହି ନଥିଲେ? ପ୍ରଥମ ପ୍ରଶ୍ନର ଉତ୍ତରକୁ ପ୍ରଥମେ ଯିବି। ପ୍ରଥମ ପ୍ରଶ୍ନରୁ ଆଉ କେତୋଟି ପ୍ରଶ୍ନ ଉଠି ଆସୁଛି। ଶିଳ୍ପ ପାଇଁ ମନ୍ଦିର ଅଥବା ମନ୍ଦିର ପାଇଁ ଶିଳ୍ପ, ଦୁଇଟି ପ୍ରଶ୍ନର ପ୍ରତ୍ୟୟ ଅର୍ଥାତ୍ କନୋଟେସନ୍ ଭିନ୍ନ। ଆମେ ଘରଟିଏ ଗଢ଼ିଲେ
ଗୃହକର୍ତ୍ତାଙ୍କ ମାନସିକତାକୁ ସୁହାଇଲା ଭଳି ଘରର ଅଳଙ୍କରଣ କରୁ। ଦେବାଳୟ ଦେବତାଙ୍କ ଆବାସ। ସ୍ୱାଭାବିକ ଦେବ ମହିମା ପ୍ରକାଶ ଦେବାଳୟ ଅଳଙ୍କରଣରେ ପ୍ରାଥମିକତା ପାଇବ। ମନୁସ୍ମୃତି ଅନୁଯାୟୀ ସେ ସମୟର ସ୍ଥପତି ହେଉଥିଲେ ଉଚ୍ଚ ଗଣିତଜ୍ଞ, ସର୍ବଶିଳ୍ପ ବିଶାରଦ ଓ ସର୍ବୋପରି ବେଦ ଓ ବେଦାନ୍ତ ପଣ୍ଡିତ ଉଚ୍ଚମନା ବ୍ୟକ୍ତି। ମନ୍ଦିର ଅଳଙ୍କରଣରେ ଏପରି ବିଦଗ୍ଧ ମଣିଷ ନିକଟରୁ କ'ଣ ଆଶା କରାଯାଏ? ସ୍ୱଭାବତଃ ଏ ମନ୍ଦିରରେ ବେଦ ଓ ଉପନିଷଦର ବହୁ ଦର୍ଶନ ଭାସ୍କର୍ଯ୍ୟ ମାଧ୍ୟମରେ ଉପସ୍ଥାପିତ କରାଯାଇଛି, ଯଥା ରଥ ପରିକଳ୍ପନା। ଆତ୍ମନାଂ ରଥୀନାଂ ବିଦ୍ଧି ଶରୀରଂ ରଥମେବ ତୁ ବୁଦ୍ଧି ତୁ ସାରଥୀ ବିଦ୍ଧି ମନଃ ପ୍ରଗହମେବ ଚ। କଠୋପନିଷଦ 1:3-1। ଶରୀର ନାମକ ରଥର ଅଧିପତି ଆତ୍ମା, ବୁଦ୍ଧି ତାହାର ସାରଥୀ। ବୁଦ୍ଧି ଅଶ୍ୱରଜ୍ଜୁ ସମ ସଦା ଚଞ୍ଚଳ ମନକୁ ଆୟତ୍ତରେ ରଖୁଛି। ନିୟତ ଚଳମାନ ଜୀବନର ପ୍ରତିଚ୍ଛବି ଏ ମନ୍ଦିରର ଅଳଙ୍କରଣ। ଏହା ଆସୁଛି ଐତ୍ରେୟ ବ୍ରାହ୍ମଣ ନାମକ ଶ୍ଲୋକରୁ, ଯାହା ବେଦର ପ୍ରତି ପରିଚ୍ଛେଦ ଶେଷରେ ଉଚ୍ଚାରିତ ହୋଇଥାଏ, ଚରୈବତୀ ଚରୈବତୀ ଚରୈବତୀ, ଅର୍ଥାତ୍ ଚାଲ, ଆଗେଇ ଚାଲ, ନିଜକୁ ବୁଝ, ନିଜକୁ ନିର୍ମଳ କର ଏବଂ ଶେଷେ ବ୍ରହ୍ମେ ଲୀନ ହୁଅ। ଏ ମନ୍ଦିରରେ ଅସଂଖ୍ୟ ଯୌନ ଚିତ୍ରର ଉପସ୍ଥିତି ବହୁ ମଣିଷକୁ ବିସ୍ମିତ, ଏପରିକି ବ୍ୟଥିତ କରିଛି। ଅର୍କକ୍ଷେତ୍ର କୋଣାର୍କରେ 19 ଜଣ ବିଶେଷଜ୍ଞଙ୍କ ମତ ଉପସ୍ଥାପିତ କରାଯାଇଛି। ବିଭିନ୍ନ ବ୍ୟାଖ୍ୟା ଆସିଛି, କିନ୍ତୁ ଅଧିକାଂଶ ବ୍ୟାଖ୍ୟା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇନାହିଁ। ଏହାର ମୁଖ୍ୟ କାରଣ ଏ ଶିଳ୍ପକୁ କେବଳ ଏକ ଦୃଷ୍ଟିନନ୍ଦନ ଶିଳ୍ପଶାଳା ଭାବି ନେଇଥିବାରୁ ଘଟିଛି। ଏହାକୁ ଗୋଟିଏ ଧର୍ମସ୍ଥଳ ରୂପେ ଚିନ୍ତା କରିଲେ ଏ ଶିଳ୍ପର ଅତୀନ୍ଦ୍ରିୟ ଭାବର ବ୍ୟାଖ୍ୟା ପାଇବେ ଉପନିଷଦରୁ। ସାମାନ୍ୟ କେଇଜଣ ପଣ୍ଡିତ ଏହାର ଅତୀନ୍ଦ୍ରିୟ ଅନୁଭୂତିର ପାଖାପାଖି ଆସିପାରିଥିଲେ। ରୂଢ଼ିବାଦୀ ଶିଳ୍ପ ସମାଲୋଚକ ପାର୍ସି ବ୍ରାଉନ୍, ଯିଏ ଏକ ସମୟରେ କୋଣାର୍କ ଶିଳ୍ପକୁ ପ୍ଲାଷ୍ଟିକ୍ ଅବସିଡିଟି ରୂପେ ବର୍ଣ୍ଣନା କରିଥିଲେ, ଶେଷରେ କହୁଛନ୍ତି, inexpressible yet potent, like the musical notes of Mendelssohn's songs without words or the haunting, undefinable melodies of the nocturnes of Debussy। ବୈଦିକ ଶାସ୍ତ୍ରରେ ନର ଓ ନାରୀର ମିଳନ ସୃଷ୍ଟି ସଚଳ ରଖିବାର ଗୋଟିଏ ପୁଣ୍ୟକର୍ମ ବିବେଚିତ ହୋଇଥାଏ। ବୃହଦାରଣ୍ୟକ ଉପନିଷଦର 4:3-21 ସୂତ୍ରର ଗୋଟିଏ ସୁନ୍ଦର ବ୍ୟାଖ୍ୟା ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ତଦ୍වා ଅସୈ ତଦତି ଛନ୍ଦ ଅପହତ ପମ୍ପାଭୟಂ ରୂପಂ ତଦ୍ୟଥା ପ୍ରିୟୟା ସ୍ତ୍ରିୟା ସମ୍ପରିଷକ୍ତ ନ ବାହ୍ୟଂ କିଞ୍ଚନ ବେଦନାନ୍ତରମ୍। एवमेवायं पुरुषः प्रज्ञानात्मना सम्परिष्वक्त न बाह्यं किंचन वेदनान्तरं तद्वा असै तदाप्तकाममाप्तकामं कामं रूपं शोकान्तरम्। ଏହାର ସରଳ ଅର୍ଥ, ମିଳନର ଚରମ ମୁହୂର୍ତ୍ତରେ ସୁଖ ଦୁଃଖ, ପାପ ପୁଣ୍ୟ, ପ୍ରାପ୍ତି ଅପ୍ରାପ୍ତି ସମସ୍ତ ଚେତନା ଅନ୍ତରେ ବାହାରେ ଲୋପ ପାଇ ମାନବ ମାନବୀ ଏକ ତୃତୀୟ ଭାବକୁ ଉତ୍ତୀର୍ଣ୍ଣ ହୋଇଯାଆନ୍ତି। ଏଇଠାରେ ଆତ୍ମା ପରମାତ୍ମା ସହିତ ମିଳିତ ହୁଏ, ସୃଷ୍ଟି ସଚଳ ହୁଏ। ଏ ଚିନ୍ତନ କିଛି ନୂଆ କଥା ନୁହେଁ। କୋଣାର୍କ ଖଜୁରାହର ବହୁ ପୂର୍ବେ ଅର୍ଦ୍ଧନାରୀଶ୍ୱର ପରିକଳ୍ପନା ସେ ଯୁଗର ଉପଯୋଗୀ ସୃଷ୍ଟି। କୋଣାର୍କ ଯୁଗର ସମାଜ କେତେ ଉନ୍ମୁକ୍ତ ଥିଲା କୁହାଯାଇପାରିବ ନାହିଁ, କିନ୍ତୁ ପରିକଳ୍ପନାରେ ଭୁଲ କିଛି ନଥିଲା। ଏତିକି କହିବି, ପ୍ରକାଶ ଭଙ୍ଗୀ ଶିଳ୍ପସମ୍ମତ ହେଲା ନାହିଁ। ଏ ଗବେଷକ କୋଣାର୍କରେ ଯେପରି ଅତି ଉଚ୍ଚକୋଟୀର ଶିଳ୍ପ ଦେଖିଛି, ସେହିପରି ଅତି ନିମ୍ନମାନର ଶିଳ୍ପ ମଧ୍ୟ ଦେଖିଛି। ଶିଳ୍ପ ଐତିହାସିକ ଚାର୍ଲସ ଲୁଇ ଫ୍ୟାବ୍ରିକ୍ ମଧ୍ୟ ଏହିପରି ମତ ରଖନ୍ତି। ଆଜି ଯେବେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ହୁଏ,
ए सृष्टि तत्व से निश्चय रखा पड़ो, किंतु ए जुगर शिल्प परिभाषा ए जुगर मानसिकता सहित ताल रखी। बंधुगण, वर्तमान बुझीपे कोणार्क शिल्प केवल केतेगुड़िए दृष्टिनंदन क्राफ्ट्समैनशिप नुहे, यह पछरे बहु उन्नत एवं समाज उपयोगी दर्शन कार्य करिथिला। ए जुगोत्तीर्ण वैभवर संरक्षण अविकल नकल रे हेब नाही। या पई जुगोपयोगी शिल्प परिभाषार प्रयोजन मोर विश्वास ए जुगर शिल्पी ताहा करि परिबे। वर्तमान द्वितीय प्रश्नर उत्तर को जीवी। प्रश्नटीर उत्तर पाइबाकु हेले से समय राजनैतिक तथा सामाजिक परिवेश एवं नरसिंह चरित्र बुझाकू पड़ो। मध्ययुगरे राजा माने धर्मरक्षक होउथिले। मठ मंदिर सबू राज अनुदान रे गठित एवं चालित होउथिला। राजा माने समय समय निजे धर्म परिवर्तन करी स्वधर्म समाज रे प्रचलित करुथिले, किंतु प्रजार इच्छा अनिच्छार सम्मान देउथिले। ए धारारे विघ्न घटिले समाज रे अस्थिरता सृष्टि होउथिला। मिलुथिबा ऐतिहासिक प्रमाण अनुजाई विगत 2500 वर्षरे ओडिया भाषाभाषी अंचल रे एक पर एक 3टी धर्म प्रसार लाभ करिथिला। ख्रीष्टपूर्व 5म शताब्दी ख्रीष्टपर 5म शताब्दी बौद्ध जुग, ख्रीष्टपर 5म शताब्दी द्वादश शताब्दी शैव जुग, द्वादश शताब्दी आज जाए वैष्णव जुग। ख्रीष्टपूर्व 2य शताब्दी रे सम्राट खारवेल निजे जैन धर्म अवलंबन करी ताहा समाज रे प्रचलित करिथिले, किंतु बौद्ध धर्म अवहेलित होई नथिला। ख्रीष्टपर 5म शताब्दी द्वादश शताब्दी जाए ओडिया भाषाभाषी अंचल खंड खंड होई अथवा एकत्रित भावे विभिन्न समय शैलद्भव, भंज, भौम, सोमकेशरी एवं गंग राजवंश अधीन थिला। एमाने केउ धर्मर पृष्ठपोषक थिले? ए प्रश्नर गोटे सहज उत्तर मिलुची ओडिशार मंदिर स्थापत्यरू, जार विकास घटिथिला कथित 5टी राजवंश शासन काल रे। 575 ख्रीष्टाब्द रे लक्ष्मणेश्वर प्रथम एवं 1278 रे अनंत वासुदेव शेष सृष्टि। यहाँ परे राजनैतिक अस्थिरता बढ़े एवं 1568 रे मुकुंद देवंकर पतन परे ओडिशा रे निजर बोली हिंदू राजा केई रहिले नाही। विशाल मंदिर निर्माण दूरर कथा। 2004 रे ओडिशा सरकार करिथिबा गोटे मंदिर सुमारु मिलिथिबा तथ्य उपस्थापित करुछि। बौद्ध जैन स्थापत्य गुंफा सहित 4टी, शिव मंदिर 76, शक्तिपीठ 54, वैष्णव मंदिर गोटे, जगन्नाथ मंदिर सहित 36, विभिन्न देवदेवी और पौराणिक चरित्र पाई 27, या मध्य सूर्य मंदिर मध्य अंतर्गत। परिष्कार दिशुची गोटे दीर्घ समय शाक्त धर्म अर्थात शिव और शक्ति ओडिया जीवन केन्द्रबिंदु थिला। सर्वमोट 197 मंदिर 130टी शैव मंदिर। वैष्णव धर्म विशेष प्राधान्य पाई नथिला। 1112 रे ओडिशारू गंगवंशर आगमन, ओडिशा को गंगवंशर आगमन पूर्वरु जगन्नाथ अथवा सूर्य मंदिर चिन्ह वर्ण मध्य दिशुना। यह किंतु कहवा ठीक हेब नाही। गंग आगमन पूर्वे ए दुहिंकर पूजार प्रचलन ओडिशा रे नथिला। प्रथम शताब्दी पूर्वरु ओडिशा रे जगन्नाथ अर्चनार इतिहास मिलू नाही। तेबे डॉक्टर सुनील कुमार पट्टनायक कृपा सिंधु रचित ओडिशा इतिहास कहउचंती जगन्नाथ मंदिरटीए निर्माण होइथिला ख्रीष्टपूर्व 1म अथवा 2य शताब्दी रे। डॉक्टर पट्टनायक आहरी मध्य कहउचंती शंकराचार्य वैष्णव धर्मर प्रसार पाई पुरी रे गोटे गोवर्धन पीठ बसैथिले। तांको जीवन काल रे 728 रु 780 रु 820 ख्रीष्टाब्द। विश्वास करिवार कारण अछि जे मंदिर ख्याति ओडिशा बाहर व्यापी थिला। कारण 776 ख्रीष्टाब्द रे डेकान रु आगत रक्तबाहु जगन्नाथ मंदिर आक्रमण कले। देवता त्रय को सोनपुर अपसारित करी पोती पका जाए पाताली। 146 वर्ष परे
सोमवंशीय प्रथम जजाति केसरी 925 955 देवत्रयଙ୍କ देहावशेष उद्धार करी पुनः प्रतिष्ठा करती। यापर 1881 जाए पुरी जगन्नाथ मंदिर 18 थर आक्रांत होइछि, किंतु ओडिशार अन्यत्र द्वादश शताब्दी जाए अन्य कौनसी जगन्नाथ मंदिर थिबार प्रमाण मिलू नाही। सेहीपरि आदिवासी बहुल ओडिशा रे सौर पूजार बहु प्रमाण गुहा चित्र मिलुछि। एपरिक शैलोद्भव भंज अमल रे पश्चिम ओडिशा और उत्तर ओडिशा रे सूर्य मंदिर थिबार प्रमाण अछि, किंतु लोप पाई जाइछि। मोनोलिथिक जुगरु सूर्य पूजार प्रचलन थिले मध्य शिव एवं शक्ति आराधनार प्राधान्य पाइथिला ख्रीष्टपर प्रथम शताब्दी। मोट कथा गंग आगमन पूर्वे प्राय 700 वर्ष शैव धर्म प्राधान्य पाइथिला। जदिओ विभिन्न मतवाद प्रति सहनशीलता थिला, नचेत जजाति केसरी जे लिंगराज मंदिर भली प्रसिद्ध शिव मंदिर निर्माण करथिले सेही पुणी जगन्नाथ को माटी तलू काढ़ी पुनः प्रतिष्ठा करि नथान्ते। खारवेलଙ୍କ उदारवाद तथा कथा आगुरु कुहा सरीछि। गोटे सूत्रु मिलुछि सोमवंशीय कर्णदेव 1190 रु 1110 कोणार्करे गोटे सूर्य मंदिर निर्माण करथिले। विषयटी विवादित। मोर मत कोणार्क बेढ़ार दक्षिण पश्चिम कोणरे थिबा जो छोट भंगा मंदिर को आज छायादेवी मंदिर कहुच्छी ताहा असल रे सूर्य मंदिर। यार विस्तृत प्रमाण मो पुस्तक रे रखिछि। ए सहनशील ऐतिह्यर छेद पड़ा चोड़गंग देवଙ୍କ आगमन पर। दक्षिण भारत में बहु राजवंश मध्य गंगवंश गोटे प्रमुख राजवंश। ताहा पुणी दुई भाग में विभक्त। पश्चिम गंग राजत्व करुले गोदावरी नदीर पश्चिम पटे, पूर्व गंग थिले गोदावरी पूर्व पटे। सेमानंक राजधानी थिला कलिंग नगर, जहाँ वंशधारा नदी तीर रे अवस्थित एवं आज श्रीकाकुलम जिल्लार नगरी कटक नाम परिचित। सेमाने शैव थिले एवं तांकर राजकीय शिव मंदिर नाम मधुकेश्वर शिव मंदिर थिला। सेई वंशर 22तम नरपति चोड़गंग देव से जुगर प्रथा अनुजाई राज्य विस्तार करने को लगिले। 1112 रे ओड्र, उत्कल, कोशल इत्यादि ओडिया भाषाभाषी राज्य कलिंग रे लुप्त हैला एवं आउ 4 वर्ष मध्य कलिंग राज्य गोदावरी ठारू गंगा जाए विस्तृत हैला। राजधानी स्थानांतरित हैला ओडिशा कटक को 1116 रे। सेबेठारू गंग राजवंश ओडिशा रे स्थायी रहीगले। चोड़गंग केवल दुर्धर्ष योद्धा नथिले, से थिले जड़े विचक्षण शासक एवं धर्मप्राण व्यक्ति मध्य। से बुझी पारिथिले ओडिया को शासन करने को हेले जगन्नाथ को धरवा को हेबो, कारण शैव धर्म राजानुग्रह पाउथिले मध्य जगन्नाथ ओडिया प्राण मन आवरी थिले। से राताराति वैष्णव हो गले एवं आज आमे देखुथिबा विशाल जगन्नाथ मंदिर निर्माण करने को लगिले। अति भक्ति चोड़गंग किंतु गोटे भूल सिद्धांत नहीं। मादला पांजिरु मिलुछि से समस्त शक्तिपीठ को उच्छेद करने को चाहिए, किंतु सिद्धांत बदलाई केवल विरजा को स्वीकार करथिले। इतिहास कहूछि तांकर शाक्त विरोधी चिंता और जगन्नाथ प्रति मात्राधिक पक्षपात तांकर अधस्तन पुरुष मध्य संचारित होइथिला। चोड़गंगर उत्तर 6ठ पीढ़ी अनंग भीमदेव जगन्नाथ को कलिंगर राजा एवं निजकू तांकर राउत अर्थात चाकर बोलाइले। कौनसी देवता आत्मबड़िमा देखाइबा को अन्न देवता को छोट करी देखांती नहीं, किंतु अति भक्त माने ताहा ही करि थांती। राजानुग्रह प्राप्त जगन्नाथ सेवक माने ताहा ही करबा को लागिले। कपिल संहितारे लिखाहेला जगन्नाथ सबु देवदेवींकर राजा एवं सबु देवदेवी तांकर सेवक। बलराम दास भट्ट अवकाश रे लिखिले जगन्नाथ पहंडी विजय रे बाहरिला बेले विभिन्न देवदेवी विभिन्न सेवा करिवे। सूर्य तांकर दर्पण बहन करिवे। ये समस्त अन्न धर्मधारी कर्णरे
ସୁଧା ବର୍ଷଣ କରିନଥିବ। 700-800 ବର୍ଷ ଧରି ରାଜାନୁଗ୍ରହ ପାଇ ଆସିଥିବା ଗୋଷ୍ଠୀ ହଠାତ୍ ରାଜାନୁଗ୍ରହରୁ ବଞ୍ଚିତ ହୋଇ ଆନନ୍ଦିତ ହୋଇନଥିବେ। ଏଥିରୁ ଆରମ୍ଭ ହ୍ୟାଭ୍ସ ଆଣ୍ଡ ହ୍ୟାଭ୍ ନଟ୍ସ ବିବାଦ, ଶାକ୍ତ ବୈଷ୍ଣବ କଳହ। ଶାକ୍ତ ବୈଷ୍ଣବ କଳହ କେବଳ କଳିଙ୍ଗରେ ସୀମିତ ନଥିଲା, ସମଗ୍ର ଭାରତବର୍ଷ ଏକ ସମୟରେ କଳହରେ ମଥିତ ହେଉଥିଲା। ସେ ଯୁଗରେ ପ୍ରଜା ବିଦ୍ରୋହ ହେଉନଥିଲା, କାରଣ ରାଜା ପ୍ରଜାଙ୍କ ନିକଟରେ ଦେବତା ଥିଲେ, କିନ୍ତୁ ସମାଜ ଜୀବନ କହୁଥିଲା ଯାହା ଦେଶର ଅଗ୍ରଗତିର ପରିପନ୍ଥୀ। ଏହି ପଶ୍ଚାତପଟରେ ନରସିଂହ ଦେବଙ୍କ ଭୂମିକା କ'ଣ ଥିଲା ତାହା ବିଚାର କରିବାକୁ ପଡ଼ିବ। ନରସିଂହ ଚରିତ୍ର। ପ୍ରଥମ ନରସିଂହ ଦେବ 1238-1264 ଖ୍ରୀଷ୍ଟାବ୍ଦ, ଚୋଡ଼ଗଙ୍ଗଙ୍କ ପରେ ସପ୍ତମ ନରପତି। ସେ ଥିଲେ ଏକାଧାରେ ଜଣେ ବିକ୍ରମୀ ଅଥଚ ସମ୍ବେଦନଶୀଳ ମଣିଷ। ସେ ଏତେ ପରାକ୍ରମୀ ଥିଲେ ଯେ ମାତ୍ର 18 ବର୍ଷ ବୟସରେ ତାଙ୍କ ପିତା ଅନଙ୍ଗ ଭୀମ ତାଙ୍କୁ କଳିଙ୍ଗ ବାହିନୀର ଅଧିନାୟକ କରି ପଠାଇଥିଲେ ଦାକ୍ଷିଣାତ୍ୟକୁ। ତ୍ରୟୋଦଶ ଶତାବ୍ଦୀରେ ଯେତେବେଳେ ଦେଶରେ ମୋଗଲ ପଠାଣ ଆଧିପତ୍ୟ କାଏମ ହୋଇସାରିଲାଣି, ନରସିଂହ ଏକମାତ୍ର ହିନ୍ଦୁ ରାଜା ଯିଏ ବଙ୍ଗଦେଶର ପଠାଣ ବାହିନୀ ବିରୁଦ୍ଧରେ ଆକ୍ରମଣାତ୍ମକ ଯୁଦ୍ଧ କରିବାର ସାହସ ଦେଖାଇଥିଲେ ଏବଂ ଜୟୀ ମଧ୍ୟ ହୋଇଥିଲେ। ଗରିଲା ଯୁଦ୍ଧରେ ସେ ଏତେ ସିଦ୍ଧହସ୍ତ ଥିଲେ ଯେ ପରାଜିତ ମୁସଲମାନ ଶାସକର ଐତିହାସିକ ମିନହାଜ-ଇ-ସିରାଜ ତାଙ୍କର ଯୁଦ୍ଧ କୌଶଳ ଉଚ୍ଛ୍ୱସିତ ଭାଷାରେ ଲିପିବଦ୍ଧ କରି ରଖିଯାଇଛନ୍ତି। ପୂର୍ବରେ ମୁସଲମାନ ଓ ଦକ୍ଷିଣରେ ଜାତି ଭାଇ ଏମାନଙ୍କ ଷଣ୍ଢୁଆସି ଆକ୍ରମଣର ଏପରି ମୁକାବିଲା କରିଥିଲେ ଯେ 1258 ପରେ କଳିଙ୍ଗର ଶତ୍ରୁ କେହି ରହିଲେ ନାହିଁ ଏବଂ ତ୍ରୟୋଦଶ ଶତାବ୍ଦୀର ବାକି ସମୟ କେହି କଳିଙ୍ଗ ଆକ୍ରମଣ କରିବାକୁ ସାହସ ମଧ୍ୟ କରିନଥିଲେ। କେବଳ ଯୁଦ୍ଧରେ ନୁହେଁ, ଶାନ୍ତି ପ୍ରୟାସରେ ମଧ୍ୟ ନରସିଂହ ଦେବ ଥିଲେ ଅନନ୍ୟ। ଦକ୍ଷିଣରେ ଗୋଟିଏ ଯୁଦ୍ଧ ବିଜୟ ପରେ ବିଜିତ ଚୋଡ଼, ପାଣ୍ଡ୍ୟା ଓ କାଞ୍ଚି ଦେଶମାନଙ୍କରେ ଏକାଦଶ ରୁଦ୍ରଙ୍କର ପୂଜା ପାଇଁ ଜମିଦାନ କରିଥିଲେ। ଲକ୍ଷଣୀୟ ବିଷୟ ବିଷ୍ଣୁ ଅଥବା ଜଗନ୍ନାଥଙ୍କ ମନ୍ଦିର ପାଇଁ ନୁହେଁ, ବୈଷ୍ଣବ ଶାକ୍ତ କଳହ ନେଇ ଚିନ୍ତିତ ଥିଲେ ନରସିଂହ ଦେବ ଏବଂ ସମାଜରେ ଶାନ୍ତି ପ୍ରୟାସ କରିଥିଲେ। ଜଗନ୍ନାଥ ଚରଣାଶ୍ରିତ ନରସିଂହ ଦେବ ଢେଙ୍କାନାଳର କପିଳାସ ପାହାଡ଼ ଉପରେ ଶିଖରେଶ୍ୱର ମନ୍ଦିର ସ୍ଥାପନ କରିଲେ ଏବଂ ଗର୍ଭଗୃହରେ ଶିବଲିଙ୍ଗ ପ୍ରତିଷ୍ଠା କରିଲେ ସର୍ପକୁଣ୍ଡଳୀ ମାଧ୍ୟମରେ। କିନ୍ତୁ ସେ ସର୍ପକୁଣ୍ଡଳୀ ବିଷ୍ଣୁଙ୍କ ଅନନ୍ତ ଶୟନ କଥା ସ୍ମରଣକୁ ଆଣିଦିଏ। ମନ୍ଦିର ଗାତ୍ରରେ ପାର୍ଶ୍ୱଦେବତାମାନଙ୍କର ପ୍ରତିଷ୍ଠା ହୋଇଥାଏ, କିନ୍ତୁ ସେ ଦେବ ଅଥବା ଦେବୀ ମୁଖ୍ୟ ଦେବତାଙ୍କ ସମ୍ପର୍କୀୟ କେହି ହୋଇଥାନ୍ତି। ଶିଖରେଶ୍ୱର ମନ୍ଦିର ପଶ୍ଚିମ ପାର୍ଶ୍ୱର କିଛି ଉପରେ ପ୍ରତିଷ୍ଠିତ ହେଲା ବିଶାଳ ଜଗନ୍ନାଥ ମୂର୍ତ୍ତି। ଏ ମନ୍ଦିର ଶିଳାଲିପିରେ ଉତ୍କୀର୍ଣ୍ଣ ହେଲା ନରସିଂହ ଦେବଙ୍କୁ ବରାହ ଅବତାର ରୂପେ ବର୍ଣ୍ଣନା କରି। ତାଙ୍କର ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ ମଧ୍ୟ ଏପରି ଧର୍ମ ସମନ୍ୱୟ ଚିନ୍ତା ପ୍ରତିଫଳିତ ହେଉଛି। ହିମାଚଳରେ ବରାହ ଲକ୍ଷ୍ମୀ ନରସିଂହ ମନ୍ଦିର, ବାଲେଶ୍ୱର ରେମୁଣାଠାରେ କ୍ଷୀରଚୋରା ଗୋପୀନାଥ, ଜଟଣୀ ଖୋର୍ଦ୍ଧା ନିକଟରେ ଚୁଡ଼ାଖିଆ ସୋମନାଥ ଏବଂ ଭୁବନେଶ୍ୱରରେ ଅନନ୍ତ ବାସୁଦେବ ମନ୍ଦିର ତାଙ୍କରି ଦାନ। ଜଗନ୍ନାଥ ମନ୍ଦିର ସହିତ ବଙ୍ଗଦେଶରୁ ଆଗତ ଚୈତନ୍ୟଙ୍କ ସମ୍ବନ୍ଧ ସୁବିଦିତ। ମୁସଲମାନ ଶାସକମାନଙ୍କ ଅତ୍ୟାଚାରରେ ବଙ୍ଗଦେଶରୁ ଯେତେବେଳେ ବହୁ ବୈଷ୍ଣବ ପଳାଇ ଆସି ଆଶ୍ରୟ ମାଗିଲେ, ନରସିଂହ ସେମାନଙ୍କୁ ଆଶ୍ରୟ ଦେବା ପାଇଁ ପୁରୀରେ ସଦାଶିବ ମଠ ନିର୍ମାଣ କରିଲେ। କୋଣାର୍କ ପ୍ରସଙ୍ଗକୁ କିଛି ପରେ ଆସିବି। ନରସିଂହ ଜୀବନୀକାରମାନେ ତାଙ୍କର ଚରିତ୍ର ବର୍ଣ୍ଣନାରେ କହୁଛନ୍ତି, ଜଣେ ସ୍ୱଳ୍ପବାକ୍, ଚାରୁକଳା ଓ ସ୍ଥାପତ୍ୟପ୍ରିୟ, ଧର୍ମପ୍ରାଣ ନରପତି, ଯାହାଙ୍କର ଦାନ କଳନା କରାଯାଉଥିଲା ତାଙ୍କର ଦେହ ଓଜନର ସ୍ୱର୍ଣ୍ଣ ଦାନରେ। ଚନ୍ଦ୍ରଶେଖର ମନ୍ଦିର ଗାତ୍ରରେ ଲେଖା ହେଲା, ପରମ ମହେଶ୍ୱର ଦୁର୍ଗାପୁତ୍ର ପୁରୁଷୋତ୍ତମ ପୁତ୍ର ସମ୍ବୋଧନରେ। ରାଜକାର୍ଯ୍ୟରେ ସେ ଯୁଗରେ ସଂସ୍କୃତ ସହିତ ଓଡ଼ିଆ ଭାଷା ମଧ୍ୟ ପ୍ରଚଳିତ କରିଥିଲେ ନରସିଂହ ଦେବ। ଏ ସମସ୍ତ ଚାରିତ୍ରିକ ବୈଶିଷ୍ଟ୍ୟ ପ୍ରତିଫଳିତ ହେଲା କୋଣାର୍କର ସୂର୍ଯ୍ୟ ମନ୍ଦିରରେ। ତାଙ୍କର ଧର୍ମ ସମନ୍ୱୟ ଚିନ୍ତା ଉତ୍କୀର୍ଣ୍ଣ ହେଲା ଗୋଟିଏ ଭାସ୍କର୍ଯ୍ୟରେ, ଯେଉଁଥିରେ ଶିବଲିଙ୍ଗ, ଜଗନ୍ନାଥ ଓ ଭବାନୀଙ୍କୁ ଏକାସନେ ବସାଇ ନରସିଂହ ଦେବ ଯୋଡ଼ ହସ୍ତରେ ଦଣ୍ଡାୟମାନ।
କୋଣାର୍କ ଧ୍ୱଂସ ସ୍ତୂପରୁ ଏଯାଏ ଏପରି 3ଟି ପଟ ଉଦ୍ଧାର କରାଗଲାଣି। ମନ୍ଦିର ଅଧିପତି ରୂପେ ସୂର୍ଯ୍ୟଙ୍କୁ ଚୟନ କରିବା ପଛରେ ମଧ୍ୟ ନରସିଂହ ଦେବଙ୍କର ଦୂରଦୃଷ୍ଟି ପ୍ରତିଫଳିତ ହେଉଛି। ସୂର୍ଯ୍ୟ ଏକମାତ୍ର ଦେବତା ଯାହାଙ୍କ କରୁଣା ଧର୍ମ, ଜାତି, ବର୍ଣ୍ଣ ଓ ଦେଶର ବିଭାଜିକା ନ ମାନି ସମସ୍ତଙ୍କ ଉପରେ ସମଭାବେ ବିତରିତ ହୋଇଥାଏ। ସୂର୍ଯ୍ୟ ବିନା ବିଶ୍ୱରେ ଜୀବନ ରହିବ ନାହିଁ। ଐତିହାସିକ ଡୋନାଲ୍ଡସନ୍ ଲେଖୁଛନ୍ତି, ରିଲିଜିୟସ୍ ସିନ୍ଥେସିସ୍ ଏବଂ ମନ୍ଦିର ଅଳଙ୍କରଣରେ ଦେଖିବାକୁ ପାଇଛନ୍ତି ଇନକ୍ରିଜିଂ ସେକୁଲାର ଆଇକୋନୋଗ୍ରାଫି। ଡକ୍ଟର ଦେବଳା ମିତ୍ର 4ଟି ଶବ୍ଦରେ ନରସିଂହ ଚରିତ୍ର ବର୍ଣ୍ଣନା କରିଛନ୍ତି। ସେକୁଲାର ଟୁ ଦି କୋର୍। ଆଜି ଯେତେବେଳେ କୋଣାର୍କ ସଂରକ୍ଷଣର କଥା ଆନ୍ଦୋଳିତ ହେଉଛି, ସୁଧୀଗଣ ଭାବନ୍ତୁ, ଏ ସମସ୍ତ ବୈଭବ ଯାହାର ଅନେକ କିଛି ବିମୂର୍ତ୍ତ ଇଣ୍ଟାଞ୍ଜିବଲ୍, ସଂରକ୍ଷଣ ଯୋଗ୍ୟ ଅଥବା ନୁହେଁ। ପରବର୍ତ୍ତୀ ପିଢ଼ି ପାଇଁ ଆପଣମାନେ ଗୋଟିଏ ଶିଳ୍ପଶାଳା ଗଢ଼ିବେ ଅଥବା ଗଢ଼ିବେ ଗୋଟିଏ ସୂର୍ଯ୍ୟ ମନ୍ଦିର ଯେଉଁଠାରେ ଶାନ୍ତିର ଧ୍ୱନି ଉଚ୍ଚାରିତ ହୋଇଥିଲା। ଚିନ୍ତା କରି ଦେଖନ୍ତୁ କୋଣାର୍କ ମନ୍ଦିର ଧ୍ୱଂସ ହେବାର କାରଣ। ଅନେକେ ଆଶ୍ଚର୍ଯ୍ୟ ହୋଇଛନ୍ତି କୋଣାର୍କ ପୂର୍ବରୁ ଗଠିତ ଜଗନ୍ନାଥ ମନ୍ଦିର ଏବଂ ଅନ୍ୟାନ୍ୟ ବହୁ ମନ୍ଦିର ଯେତେବେଳେ ଆଜି ଯାଏ ତିଷ୍ଠି ଅଛି, କୋଣାର୍କର ସୂର୍ଯ୍ୟ ମନ୍ଦିର ଭାଙ୍ଗିଲା କାହିଁକି? ଅନେକ ମନଗଢ଼ା କାରଣ ବିଭିନ୍ନ ସମୟରେ ଆଲୋଚିତ ହୋଇଛି, କିନ୍ତୁ ଗୋଟିଏ ହେଲେ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇନାହିଁ। ଅସଲ କାରଣ ଶୁଣିବାକୁ କଷ୍ଟ ଲାଗିବ, କିନ୍ତୁ ଇତିହାସ କାହାକୁ କ୍ଷମା କରେ ନାହିଁ। 798 ଠାରୁ 1881 ମଧ୍ୟରେ ଜଗନ୍ନାଥ ମନ୍ଦିର 19 ଥର ଆକ୍ରାନ୍ତ ହୋଇଛି, ଥରେ ପୁନର୍ନିର୍ମାଣ ମଧ୍ୟ ହୋଇଛି ଏବଂ କ୍ଷୟକ୍ଷତି ସବୁବେଳେ ମରାମତି ହୋଇଛି। ମୁସଲିମ ଆକ୍ରମଣ କେବଳ ଜଗନ୍ନାଥ ମନ୍ଦିରରେ ସୀମିତ ଥିଲା ନାହିଁ, କୋଣାର୍କ ମଧ୍ୟ ବାଦ ଯାଇନାହିଁ। ଇତିହାସ ଦେଖାଉଛି 1340 ଠାରୁ 1621 ଯାଏ କୋଣାର୍କ 12 ଥର ଆକ୍ରାନ୍ତ ହୋଇଛି। 1568ରେ ମୁକୁନ୍ଦ ଦେବଙ୍କ ପତନ ପରେ କଳାପାହାଡ଼ କଳସଟି ଭାଙ୍ଗିଦେଲେ। ତାପରେ 1621 ଯାଏ 9ଟି ଆକ୍ରମଣ ହୋଇଛି, କୌଣସି ମରାମତ କରାଗଲା ନାହିଁ। ଫଳରେ 1621ରେ ମନ୍ଦିର ଗାତ୍ରରୁ ଗଜସିଂହ ଖସି ପଡ଼ିଲା। ସେ ଗଜସିଂହର ଆକଳିତ ଓଜନ 56 ଟନ୍ ଏବଂ ତାହା ଉପରକୁ ଆହୁରି 86 ଫୁଟ ନିଦା ପଥର ଥିଲା। ସେ ନିଦା ପ୍ରାଚୀରର ବଡ଼ ଅଂଶ ଭାଙ୍ଗି ନଥିଲେ ଗଜସିଂହର ପତନ ହୁଅନ୍ତା ନାହିଁ। ମରାମତି ହେଲା ନାହିଁ କାହିଁକି? 1628 ଠାରୁ 1837 ବ୍ରିଟିଶ ଯୁଗ ଯାଏ ମନ୍ଦିରଟି ଟୁକୁରା ଟୁକୁରା ହୋଇ ଭାଙ୍ଗିବାର ତୈଳଚିତ୍ର ଲଣ୍ଡନର ଇଣ୍ଡିଆ ହାଉସରେ ଗଚ୍ଛିତ ଅଛି, ଯାହା ମୁଁ ଏଠାରେ ଦେଖାଉଛି। ବିଷଣ ସ୍ୱରୂପ ଲେଖୁଛନ୍ତି, ଶାସ୍ତ୍ର ମତେ ଶୈବ ମନ୍ଦିର ଥରେ ଅପବିତ୍ର ହୋଇଗଲେ ସେଠାରେ ଆଉ ଦେବ ପୂଜା ହେବ ନାହିଁ। କିନ୍ତୁ ଏ ନିୟମ ଜଗନ୍ନାଥ ମନ୍ଦିର କ୍ଷେତ୍ରରେ ଲାଗୁ କରାଗଲା ନାହିଁ। ସେ ମନ୍ଦିର 19 ଥର ଆକ୍ରାନ୍ତ ହୋଇଛି ଏବଂ ଏପରିକି ମୂର୍ତ୍ତିକୁ ଜଳାଯାଇଛି ମଧ୍ୟ। ସୂର୍ଯ୍ୟ ଶିବ ନୁହନ୍ତି, କିନ୍ତୁ ବିଶ୍ୱାସ କରିବାର କାରଣ ଅଛି। ଅତି ଜଗନ୍ନାଥ ଭକ୍ତ ରାଜାମାନଙ୍କର ଅଧିମନ୍ନତା କେବଳ ଶୈବ ମନ୍ଦିର ନୁହେଁ, ଅନ୍ୟ କୌଣସି ଦେବତାଙ୍କ ମନ୍ଦିରର ପୁନର୍ନିର୍ମାଣରେ ଉତ୍ସାହିତ କରିନଥିଲା। ଚିନ୍ତା କରିବାକୁ ଦୁଃଖ ଲାଗୁଛି, ଏପରି ପକ୍ଷପାତ ଏବେ ମଧ୍ୟ ସଜୀବ ଅଛି। କେବଳ ପୁନର୍ନିର୍ମାଣ ଅଥବା ମରାମତ ହେଲା ନାହିଁ ନୁହେଁ, ଗୋଟିଏ ଦୀର୍ଘ ସମୟ ଧରି ମନ୍ଦିରଟିର କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ଚୋରି କରାଗଲା। ସେ ଚୌର୍ଯ୍ୟର ସିଂହଭାଗ ନେଇଥିଲେ ହିନ୍ଦୁମାନେ, କିନ୍ତୁ ଅସ୍ମିତାର ଧ୍ୱଜାଧାରୀ ମାରାଠୀ ଶାସକ 1742 ଠାରୁ 1830 ମଧ୍ୟରେ କୋଣାର୍କର କାରୁକାର୍ଯ୍ୟପୂର୍ଣ୍ଣ ପଥର ଆଣି ପୁରୀ ମନ୍ଦିର ଦେବାଲର ଉଚ୍ଚତା ବଢ଼ାଇଲେ, ନାଟମଣ୍ଡପଟି ନିର୍ମାଣ କଲେ ଏବଂ ସିଦ୍ଧ ମହାବୀର ମନ୍ଦିର ନିର୍ମାଣ କଲେ। ସେହି ମାରାଠାମାନେ କୋଣାର୍କରୁ ଅରୁଣ ସ୍ତମ୍ଭ ଓ ପାଳି ଆଣି ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୋତିଲେ। ଦୁଃଖର ବିଷୟ, ଏହା ଜଗନ୍ନାଥ ଭକ୍ତିରୁ ହୋଇନଥିଲା, ଏହା ପଛରେ ରାଜନୀତି କାର୍ଯ୍ୟ କରିଥିଲା। ଯେଉଁ ରାଜନୈତିକ କାରଣରୁ ଚୋଡ଼ଗଙ୍ଗ
ରାତାରାତି ଶୈବରୁ ବୈଷ୍ଣବ ପାଲଟି ଯାଇଥିଲେ। ଏହାପରେ ଆସିଲେ ଇଂରେଜ। ଭୋଇ ରାଜବଂଶର ଗଜପତି ରାଜାମାନଙ୍କୁ ଖୋର୍ଦ୍ଧା ରାଜା କୁହାଯାଉଥିଲେ ମଧ୍ୟ ଇଂରେଜ ସେମାନଙ୍କୁ ପୁରୀ ଜଗନ୍ନାଥ ମନ୍ଦିରର ରାଜା କହି ବସ୍ତୁତ ପୁରୀକୁ ସ୍ଥାନାନ୍ତରିତ କରିସାରିଥିଲେ। 1837 ରାଜା ରାମଚନ୍ଦ୍ର ଦେବ କୋଣାର୍କରୁ ବହୁ ମୂର୍ତ୍ତି ଆଣି କିଛି ଦେଲେ କଲିକତା ମ୍ୟୁଜିୟମକୁ, କିଛି ରଖିଲେ ନିଜ ଉଆସରେ, କିଛି ଲଗାଇଲେ ଶ୍ରୀମନ୍ଦିରରେ। କୋଣାର୍କ ଜଗମୋହନ ଦ୍ୱାର ଉପରୁ ନବଗ୍ରହ ଶିଳାଟି ଅପସାରଣ କରିବା ସମୟରେ କଲିକତା ଏସିଆଟିକ୍ ସୋସାଇଟିର ଅଭିଯୋଗ ଫଳରେ ବ୍ୟର୍ଥ ହୁଅନ୍ତି। ଏ କୁକାର୍ଯ୍ୟ ଯେବେ ଅତି ଜଗନ୍ନାଥ ପ୍ରେମରୁ ଘଟିଥାଏ ତାହା କରିବାର ସଭ୍ୟ ବାଟ ଥିଲା। କୋଣାର୍କ ତୁଳନାରେ ଜଗନ୍ନାଥ ମନ୍ଦିର ଗାତ୍ର ଏତେ ଶିଳ୍ପପୂର୍ଣ୍ଣ ନୁହେଁ। ନା ଅଛି ଏହାର କୋଣାର୍କ ପରି ବିଶାଳ ପ୍ରଥମ ପୃଷ୍ଠ ପ୍ଲିନ୍ଥ, କିନ୍ତୁ ଜଗନ୍ନାଥ ମନ୍ଦିରର ଅଛି ବିଶାଳ ବାହାର ଓ ଭିତର ବେଢ଼ା, ଯାହାର ଶିଳ୍ପଶୂନ୍ୟ ବକ୍ଷରେ ଜଗନ୍ନାଥ ଗୁଣ ଗାଇ ଅନେକ ବାସ୍ ରିଲିଫ୍ ଖୋଦନ କରାଯାଇ ପାରିଥାନ୍ତା। ଏତେ ରାଜନୈତିକ ଉତ୍ଥାନ ପତନ ସତ୍ତ୍ୱେ ପ୍ରସ୍ତର ଶିଳ୍ପୀ ଭାସ୍କରମାନେ ଲୋପ ପାଇଯାଇନଥିଲେ ଏବଂ ସେମାନେ ମଧ୍ୟ ଉଚ୍ଚକୋଟୀର ଶିଳ୍ପ ଫୁଟାଇବାକୁ ସକ୍ଷମ ଥିଲେ। ସେ ସକ୍ଷମତା ଏବେ ମଧ୍ୟ ଅମଳିନ। ରାଜାମାନଙ୍କ ଉଦାହରଣ ପ୍ରଜାମାନଙ୍କୁ ମଧ୍ୟ ଉତ୍ସାହିତ କରିଲା। କୋଣାର୍କ ନିକଟସ୍ଥ ବହୁ ଗ୍ରାମର ଛୋଟ ଛୋଟ ମନ୍ଦିରରେ କୋଣାର୍କରୁ ଉତ୍ପାଟିତ ପ୍ରସ୍ତର ମୂର୍ତ୍ତି ଦେଖିବାକୁ ମିଳିବ। ହାୟ ଜାତୀୟ ଅସ୍ମିତା! ସ୍ମୃତି ସଂରକ୍ଷଣ। ସ୍ମୃତି ଗୋଟିଏ ଗହନ ତତ୍ତ୍ୱ। ଏଥିରୁ କେତୋଟି ପ୍ରଶ୍ନ ଜାତ ହେଉଛି। ଆମେ କ'ଣ ସଂରକ୍ଷଣ କରିବାକୁ ଚାହୁଁଛୁ? ମୂର୍ତ୍ତ ଅଥବା ବିମୂର୍ତ୍ତ, କପି ଅର୍ କନସେପ୍ଚୁଆଲ? ପ୍ରଥମ ଧାରା ଅର୍ଥାତ୍ ଅବିକଳ ନକଲର ପ୍ରବକ୍ତା ପ୍ରୟାତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ କିଛି ବୁଦ୍ଧିଜୀବୀ। ଏମାନଙ୍କ ମତରେ ଏ ନ୍ୟୁ କ୍ରିଏସନ୍ will falsify history and create fake। ଏହା ଏଏସ୍ଆଇର ମଧ୍ୟ ଧାରଣା। ଏ ଧାରାରେ କୋଣାର୍କର ସଂରକ୍ଷଣ ସମ୍ଭବ ନୁହେଁ ଏବଂ ଶିଳ୍ପସମ୍ମତ ମଧ୍ୟ ନୁହେଁ। ସମ୍ଭବ ନୁହେଁ କାରଣ କପି କରିବାକୁ ମୂଳ ମଡେଲଟି ଥିବା ଆବଶ୍ୟକ, ତାହାର ଅଧିକାଂଶ ଧ୍ୱଂସ ହୋଇଯାଇଛି। ଏହା ମଧ୍ୟ ଗୋଟିଏ ପଞ୍ଚରଥ ମନ୍ଦିର ଥିଲା। ଅନେକ ମାପଜୁପ ମାଦଳା ପାଞ୍ଜିରୁ ଅନ୍ୟତ୍ର ମିଳୁଛି ଏବଂ ତାହା ନିର୍ଭର କରି KHPT କେତେଗୁଡ଼ିଏ ନକ୍ସା ମଧ୍ୟ କରିଛି, ଯାହା ଏଠାରେ ଦେଖାହେଉଛି। କିନ୍ତୁ ଏହା କୋଣାର୍କ ନୁହେଁ। କୋଣାର୍କ ନିର୍ମାଣରେ ଯେଉଁ ସବୁ ସ୍ଥାପତ୍ୟଗତ ସୂକ୍ଷ୍ମ ମୋଡ଼ ଅର୍ଥାତ୍ ନୁଆନ୍ସେସ୍ ଥିଲା ଏବଂ ଆଇକନୋଗ୍ରାଫିକ୍ ପ୍ଲାନିଂ ଏ ପଞ୍ଚରଥ ମନ୍ଦିରକୁ ବିଶିଷ୍ଟତା ଦେଇଥିଲା, ତାହାର କୌଣସି ନଥି ମିଳୁନାହିଁ। ଅବିକଳ ନକଲଟି ହେବ କିପରି? ଏହା ବାଦ ଏ ଯୁଗରେ ଯୌନଚିତ୍ର ଗୁଡ଼ିକ ଅବିକଳ ସେହି ଭାବେ ଦେଖାଯାଇପାରିବ କି? ଅଥଚ ସୃଷ୍ଟିତତ୍ତ୍ୱ ଦର୍ଶନ ନୂତନ ମନ୍ଦିରରେ ନ ରଖିଲେ କୋଣାର୍କର ଶିଳ୍ପ ଦର୍ଶନ ଅପୂର୍ଣ୍ଣ ରହିବ। ଯେଉଁଠାରେ ମୂଳ ମଡେଲଟି ଅଛି, ଯଥା ତାଜମହଲ, ମୋନାଲିସା ଅଥବା ଆଇଫେଲ୍ ଟାୱାର, କୌଣସି କପି କେବେ ହେଲେ ମୂଳର ମର୍ଯ୍ୟାଦା ପାଇନାହିଁ। ପ୍ରସଙ୍ଗତ କହିବା ପ୍ରୟୋଜନ ବୋଧ କରୁଛି, ମୁଁ ରଘୁନାଥଙ୍କର ଜଣେ ପ୍ରଶଂସକ। ଶିଳ୍ପୀ ପଦ୍ମବିଭୂଷଣ ପାଇବା ପରେ KHPT ଓ ଇଣ୍ଟାକ୍ ଯୌଥ ଭାବେ ତାଙ୍କୁ ପ୍ରଥମ ନାଗରିକ ସମ୍ବର୍ଦ୍ଧନା ଦେଇଥିଲା ଭୁବନେଶ୍ୱରରେ 16/2/2013। କିନ୍ତୁ ସେ ଥିଲେ ଜଣେ ଅବିସ୍ମରଣୀୟ ଭାସ୍କର, ସ୍ଥପତି ଅଥବା ଗବେଷକ ନୁହନ୍ତି। ଦ୍ୱିତୀୟ ଧାରା ଅର୍ଥାତ୍ କନସେପ୍ଚୁଆଲ ରିକ୍ରିଏସନ୍। ପ୍ରବକ୍ତା ଅନେକ। କୋଣାର୍କ କ୍ଷେତ୍ରରେ ମୁଁ ଗଢ଼ିଥିବା କଳିଙ୍ଗ ହେରିଟେଜ୍ ପ୍ରିଜର୍ଭେସନ୍ ଟ୍ରଷ୍ଟ ଏ ଧାରାରେ କିଛି କାର୍ଯ୍ୟ କରିଛି। ଏ ଧାରାର ପ୍ରବକ୍ତାମାନେ ମୂଳକୁ ଛାଡ଼ି ମଧ୍ୟ ଛାଡ଼ୁନାହାନ୍ତି, ନୂତନ ଆଙ୍ଗିକରେ ପ୍ରକାଶ କରୁଛନ୍ତି। କେତୋଟି ଉଦାହରଣ ଦେଲେ ବିଷୟଟି ବୁଝିବା ସହଜ ହେବ। କୋଣାର୍କ ମନ୍ଦିରର ଭୂନକ୍ସା ଅର୍ଥାତ୍ ପ୍ଲାନ୍, ପଞ୍ଚରଥ, ବାଡ଼, ପଞ୍ଚାଙ୍ଗୀ, ଗଣ୍ଡିର ବକ୍ରତା ମନେହୁଏ ରଥଯୁକ୍ତା।
ଏହାର ଦେବାଲ କିନ୍ତୁ 10 ଇଞ୍ଚ କିମ୍ବା 15 ଇଞ୍ଚ ମୋଟ ନୁହେଁ। କୋଣ ପାଗରେ 16 ଫୁଟ, ଅନର୍ଥ ପାଗରେ 20 ଫୁଟ ଓ ରହ ପାଗରେ 26 ଫୁଟ। ଏ ସମସ୍ତ ନିଦା ପଥର। କେବଳ ବହିରାବରଣର 24 ଇଞ୍ଚ ଅର୍ଥାତ୍ 2 ଫୁଟରେ ଭାସ୍କର୍ଯ୍ୟ ଫୁଟା ହୋଇଥିଲା। ନୂତନ ସୃଷ୍ଟିରେ ସେ 2 ଫୁଟ ଅକ୍ଷୁଣ୍ଣ ରଖି ଆଧୁନିକ ପ୍ରଯୁକ୍ତ ବିଦ୍ୟା ମଧ୍ୟରେ ଯେବେ ବାକି ନିଦା ପଥର କାଢ଼ି ନିଆଯାଏ, ତାହାକୁ କ'ଣ ଐତିହ୍ୟ ହରଣ କୁହାଯିବ? ମନ୍ଦିର ମଧ୍ୟରେ ବ୍ୟବହାରଯୋଗ୍ୟ ସ୍ଥାନ ବଢ଼ିବ। ଇଂଲଣ୍ଡ ଗୋଟିଏ ରକ୍ଷଣଶୀଳ ଦେଶ ରୂପେ ବିଶ୍ୱରେ ପରିଚିତ। ସେଠାର ମଧ୍ୟଯୁଗୀୟ ସଂରକ୍ଷଣ ଚିନ୍ତାରୁ ଏସ୍ଆଇ ଏବଂ ଏ ଦେଶର ଅନେକ ରୂଢ଼ିବାଦୀ ଏବେ ମଧ୍ୟ ମୁକ୍ତ ନୁହନ୍ତି। କିନ୍ତୁ ସେହି ଇଂଲଣ୍ଡରେ ପରିବର୍ତ୍ତନର ପବନ କିପରି ବହୁଛି, ତାହାର ସଦ୍ୟତମ ନିଦର୍ଶନ କଭେଣ୍ଟ୍ରି କ୍ୟାଥେଡ୍ରାଲର ପୁନର୍ନିର୍ମାଣ। 1880ରେ ଗଠିତ କ୍ୟାଥେଡ୍ରାଲଟି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଏ। ଯୁଦ୍ଧ ପରେ ପୁରାତନର ପାଖାପାଖି ନୂତନ ନିର୍ମାଣ ହୁଏ। ଧ୍ୱଂସପ୍ରାପ୍ତ ପୁରାତନ ଓ ନୂତନ ଭୋଜନାଳୟ ଯୋଡ଼ିକ ଫଟୋ ଉପସ୍ଥାପିତ କରୁଛି। ଦେଖି ବୁଝିପାରୁଥିବେ, ନୂତନ ଶୈଳୀରେ ମଧ୍ୟ ଐତିହ୍ୟ ଧରି ରଖି ହେବ। ଓଡ଼ିଆଙ୍କ ମଧ୍ୟରେ ସୃଷ୍ଟିଶୀଳତା ଯେବେ ଲୋପ ପାଇ ନ ଯାଇଥାଏ, ତେବେ ପରିବର୍ତ୍ତନକୁ ଭୟ ପାଇବାର କିଛି ନାହିଁ। କେଏସ୍ବିଟି କରିଥିବା ପରିକଳ୍ପନା ବିଷୟରେ କିଛି କହିବା ପ୍ରୟୋଜନ ବୋଧ କରୁଛି। ରଥ ପରିକଳ୍ପନା କଥା ଚିନ୍ତା କରନ୍ତୁ। ସୂର୍ଯ୍ୟରଥର ବର୍ଣ୍ଣନା ବହୁ ଶାସ୍ତ୍ରରେ ଅଛି, କିନ୍ତୁ 12 ଯୋଡ଼ା ଚକ ମାଧ୍ୟମରେ 12 ମାସ ଓ 24 ପକ୍ଷର ସୌର ବିବର୍ତ୍ତନର ପରିକଳ୍ପନା କୋଣାର୍କ ସ୍ଥପତିଙ୍କ ନିଜସ୍ୱ ଅନବଦ୍ୟ ପରିକଳ୍ପନା। କେଏସ୍ବିଟି ଏହାର ନକଲ କରିବ ନାହିଁ, କିନ୍ତୁ ଗୋଟିଏ ସୂର୍ଯ୍ୟଶ୍ଳୋକ ଆଧାରରେ ରଥ ପରିକଳ୍ପନା ଫୁଟାଇବ। ଏକ ଚକ୍ରୋ ରଥୋଜସ୍ୟ ଦିବ୍ୟ କନକଭୂଷିତ ସ ମେ ଭବତୁ ସୁପ୍ରୀତ ପଦ୍ମହସ୍ତୋ ଦିବାକର। ଏକ ଚକ୍ର ବିଶିଷ୍ଟ ରଥରେ ସୂର୍ଯ୍ୟ ବିଶ୍ୱ ପରିକ୍ରମଣ କରୁଛନ୍ତି। ଋଷି କଳ୍ପନାରେ ଏହା ଫ୍ଲାଇଂ ସସରକୁ ସ୍ମରଣ କରାଇ ଦେଉଛି। କେଏସ୍ବିଟି ସମଗ୍ର ପ୍ଲିନ୍ଥକୁ ଗୋଟିଏ ବିଶାଳ ଭାସମାନ ଗୋଲ ଚକ୍ର ରୂପେ ପରିକଳ୍ପନା କରିଛି। ଏହା କୋଣାର୍କର ନକଲ ନୁହେଁ, ତଥାପି କୋଣାର୍କର ସ୍ମୃତି ଧରି ରଖିଛି। ଏହିପରି ବହୁ ଯୋଗ ବିୟୋଗ ଘଟିଛି ଆମ ପରିକଳ୍ପନାରେ। ଧର୍ମ ସମନ୍ୱୟ ତଥା ସୃଷ୍ଟି ତତ୍ତ୍ୱ ଭଳି ବିମୂର୍ତ୍ତ ଚିନ୍ତା କିପରି ସଂରକ୍ଷିତ ହେବ, ତାହା ପୂର୍ବେ ଆଲୋଚିତ ହୋଇଛି। ନରସିଂହଦେବଙ୍କ ମୂଳ ଚିନ୍ତା ଧର୍ମ ସମନ୍ୱୟ। ଯେଉଁ ଚିନ୍ତାରୁ ଏ ମନ୍ଦିରର ସୃଷ୍ଟି, ତାହାର କ'ଣ ହେବ? ଏବେ ଆଉ ଶୈବ ବୈଷ୍ଣବ କଳହ ନାହିଁ, କିନ୍ତୁ ଧର୍ମୀୟ ବିବାଦରେ ସମାଜ ଏବେ ମଧ୍ୟ କ୍ଲିଷ୍ଟ। ସେ ସମସ୍ୟାର ସମାଧାନ କିପରି ହେବ? ନରସିଂହଦେବଙ୍କର 635 ବର୍ଷ ପରେ ଜଣେ ଭାରତୀୟ ସନ୍ନ୍ୟାସୀ ସେହି ପୁରାତନ ପଥକୁ ନୂତନ ରୂପେ ଉପସ୍ଥାପିତ କରିଲେ। ଚିକାଗୋ ଧର୍ମସଭାର ଶେଷ ଦିନରେ ସ୍ୱାମୀ ବିବେକାନନ୍ଦ କହିଲେ, "Much has been said of the common ground of religious unity, but if anyone here hopes that this unity will come by the triumph of any one of the religions and the destruction of the others, to him I say, brothers, yours is an impossible hope." Then Swamiji said at length, "Each must remain and improve himself in his own religion itself, yet assimilate the spirit of others." ଆମର ବିଶ୍ୱାସ, ଏ ପଥ ବର୍ତ୍ତମାନ ବିଶ୍ୱ ଶାନ୍ତି ପାଇଁ ଏକମାତ୍ର ଉନ୍ମୁକ୍ତ ପଥ। ଆମେ ଆମ ଧର୍ମପଥ ତ୍ୟାଗ କରିବୁ ନାହିଁ, କିନ୍ତୁ ଅନ୍ୟ ସମସ୍ତ ଧର୍ମମତର ସାର କଥା ଶୁଣିବୁ। ଏକ ନୂତନ ମନ୍ଦିର ହେଲେ ମଧ୍ୟ ଏଥିରେ କୋଣାର୍କର ସ୍ମୃତି ରହିବ ଅମଳିନ, କିନ୍ତୁ ଏହା ହେବ ନାହିଁ ଦ୍ୱିତୀୟ ଅଥବା ତୃତୀୟ, ଏହା ହେବ ଅଦ୍ୱିତୀୟ। ଯୁଗ ସହିତ ତାଳ ଦେଇ ଏ ନୂତନ ମନ୍ଦିରରେ ରୀତିନୀତି ଗୁଡ଼ିକ ଯଥାସମ୍ଭବ କମ୍ ରଖି ସାରାଦିନ କେବଳ ବିଭିନ୍ନ ଧର୍ମଗ୍ରନ୍ଥରୁ ଉଚ୍ଚ ମାନବିକତାମୂଳକ ଶ୍ଲୋକ ପାଠ, ପ୍ରଚଳିତ ଭାଷାରେ ବ୍ୟାଖ୍ୟା ଓ ଆଲୋଚନା କରାଯିବ।
କ୍ରମେ ସମାଜ ମଧ୍ୟରେ ନୈତିକତା ଓ ସହନଶୀଳତା ବଢ଼ିବ। ନରସିଂହଦେବ ଚିନ୍ତା କରିଥିବା ଧର୍ମ ସମନ୍ୱୟର ହେବ ସଫଳ ପ୍ରୟୋଗ, ଯାହା ବର୍ତ୍ତମାନ ହିଂସାକ୍ଷୁବ୍ଧ ବିଶ୍ୱରେ ସର୍ବାଧିକ ପ୍ରୟୋଜନ। ଧର୍ମ ସହିତ ଚରିତ୍ର ଗଠନ, ସମାଜ ଗଠନ, ମଙ୍ଗଳମୟ କାର୍ଯ୍ୟକ୍ରମ ଅଙ୍ଗାଙ୍ଗୀ ଜଡ଼ିତ। ଏ ମନ୍ଦିର ସହିତ ଜଡ଼ିତ ହେବ ଧ୍ୟାନ କେନ୍ଦ୍ର, ଗୁରୁକୁଳ ଶିକ୍ଷା, ଦେଶୀୟ ଚିକିତ୍ସା, ଯୋଗ, ଗଣଭୋଜନ ଓ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ। ନରସିଂହଦେବଙ୍କର ବୈପ୍ଳବିକ ଚିନ୍ତାର ବାହକ କୋଣାର୍କର ସୂର୍ଯ୍ୟ ମନ୍ଦିର, ତାହାର ଅକାଳ ନିଧନରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଥିଲା, ଏ ନୂତନ ସୂର୍ଯ୍ୟ ମନ୍ଦିର ତାହା ପୂର୍ଣ୍ଣ କରିବ। ଏ ବିଶାଳ ବ୍ୟୟରୁ ଦେଶ କ'ଣ ପାଇବ? ଚରିତ୍ର ଗଠନ, ଯାହା କ୍ରମବର୍ଦ୍ଧମାନ ଅପରାଧକୁ ନିୟନ୍ତ୍ରଣରେ ରଖିବ। ସାମାଜିକ ସଦ୍ଭାବନା, ଅନୁଷ୍ଠାନଟି ଚାରିପଟେ ଗଢ଼ି ଉଠିବ ଏ ଅନୁଷ୍ଠାନ ନିର୍ଭର ଲୋକାଳୟ, ଯାହା ବହୁ ମଣିଷର ଅନ୍ନ ସଂସ୍ଥାନ କରିବ। ବହୁ ଦିଗରୁ ଏ ଅନୁଷ୍ଠାନର ନୂତନତ୍ୱ ଦେଶ ବିଦେଶରୁ, ବିଶେଷ କରି ବିଦେଶରୁ ବହୁ ପର୍ଯ୍ୟଟକ ଆକର୍ଷଣ କରିବ, ଯାହା ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବ। କିଏ କରିବ ଏ ଖଣ୍ଡିତ ଅସ୍ମିତାର ପୁନର୍ଗଠନ? ଏ ଦାୟିତ୍ୱ ପୂର୍ଣ୍ଣତଃ ସରକାରଙ୍କର, ବିଶେଷ କରି ବର୍ତ୍ତମାନ ସରକାରଙ୍କର, ଯିଏ ଅସ୍ମିତା ସଂରକ୍ଷଣର ଅଙ୍ଗୀକାର ଦେଇ ଦେଶର ଆସ୍ଥାଭାଜନ ହୋଇଛନ୍ତି। ଏ ସରକାରଙ୍କ ସମ୍ମୁଖରେ ଯୋଡ଼ିଏ କାର୍ଯ୍ୟକ୍ରମ ଅଗ୍ରାଧିକାର ପାଇବା ଉଚିତ। 1. ପୁରାତନ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ। ବହୁ କିଛି ଲୋପ ପାଇଯାଇଥିଲେ ମଧ୍ୟ ଯାହା ଅଛି ତାହା ମଧ୍ୟ ଅମୂଲ୍ୟ। କୋଣାର୍କ ପଞ୍ଚପୁଞ୍ଜ ମନ୍ଦିର ଗୋଷ୍ଠୀର ଏକମାତ୍ର ଜଗମୋହନ କ୍ଷତାକ୍ତ ହୋଇ ତିଷ୍ଠିଅଛି। ଯେକୌଣସି ଦିନ ଭୁଷୁଡ଼ି ପଡ଼ିପାରେ। ହୃତ ଅଙ୍ଗ, ବହୁ ସୁନ୍ଦର ମୂର୍ତ୍ତି କ୍ରମେ ଆହୁରି ବିକଳାଙ୍ଗ ହୋଇଛି। ଏ ସାଇ ଉପଦେଶ ଶୁଣୁନାହିଁ। 1900 ଠାରୁ 1903 ମଧ୍ୟରେ ଜଗମୋହନ ସିଲ୍ କରି ବାଲି ଭରିଦେବା ଗୋଟିଏ ଭୁଲ ସିଦ୍ଧାନ୍ତ ଥିଲା। ତତ୍କାଳୀନ ଚିଫ୍ ଇଞ୍ଜିନିୟର କେନେଡ଼ିଙ୍କ ବିରୋଧ ସତ୍ତ୍ୱେ ଏ କାର୍ଯ୍ୟ ହୋଇଥିଲା। ବିଶ୍ୱାସ କରିବାର କାରଣ ଅଛି, ଏସ୍ଆଇର ଉପଦେଶରେ ଏ ପଦକ୍ଷେପ ନିଆଯାଇଥିଲା। ବେଙ୍ଗଲ PWD କାର୍ଯ୍ୟଟି ସମ୍ପନ୍ନ କରିଥିଲେ ମଧ୍ୟ ଉପଦେଷ୍ଟା ଥିଲେ ଏସ୍ଆଇ। 1987 ଠାରୁ 2010 ଯାଏ 12ଟି ଉଚ୍ଚସ୍ତରୀୟ ବୈଠକ ବସିଥିଲା। ୟୁନେସ୍କୋ ପ୍ରେରିତ ବିଶେଷଜ୍ଞ ଓ ଏକମାତ୍ର CBRIକୁ ଛାଡ଼ି ବାକି ସମସ୍ତ ଭାରତୀୟ ବିଶେଷଜ୍ଞ କହି ଆସୁଛନ୍ତି, ଭିତରୁ ବାଲି କାଢ଼ି ସଂରକ୍ଷଣ କର। ଏପରିକି 2010ର ଆନ୍ତର୍ଜାତିକ ବୈଠକରେ ବାଲି କାଢ଼ିବା ସପକ୍ଷରେ ସମସ୍ତ ସମୟବନ୍ଧା ନିର୍ଘଣ୍ଟ ସ୍ଥିର ହେଲା। ଏସ୍ଆଇ ଏ ସମସ୍ତକୁ ଅବଜ୍ଞା କରିଲା। ଆହୁରି 10 ବର୍ଷ କଟିଗଲା। 2020 ଫେବୃଆରୀ 28-29 କୋଣାର୍କଠାରେ 2 ଦିନ ଜାତୀୟ ଆଲୋଚନା ସଭା ବସିଲା, ଯେଉଁଥିରେ କେନ୍ଦ୍ରୀୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହ୍ଲାଦ ପଟେଲ ଉପସ୍ଥିତ ଥିଲେ। ସେ ସଭାରେ ମଧ୍ୟ ତ୍ୱରିତ ବାଲି କାଢ଼ିବା ସପକ୍ଷରେ ସଂଖ୍ୟାଧିକ ମତ ଉଚ୍ଚକିତ ହେଲା। ମନ୍ତ୍ରୀ ମହୋଦୟ ଜୋର ଦେଇ କହିଲେ, ଯଥାଶୀଘ୍ର ବାଲି କାଢ଼। ମନ୍ତ୍ରୀ ମହୋଦୟ ଆହୁରି ମଧ୍ୟ କହିଲେ, ଅଙ୍ଗହୀନ ମୂର୍ତ୍ତିଗୁଡ଼ିକରେ ଅଙ୍ଗ ସଂଯୋଜନ କର, ଯାହା ଥିଲା ଇଣ୍ଟାକ୍ ଓ କେଚ୍-ପିଟର ବହୁଦିନର ଦାବି। ମନ୍ତ୍ରୀ ମହୋଦୟ ଏହା ମଧ୍ୟ କହିଲେ, ଏସ୍ଆଇ କୋଡ଼ରେ ଯେବେ କିଛି ବାଧା ଥାଏ ତାହା ସଂଶୋଧନ କରାଯିବ। ପ୍ରାୟ ବର୍ଷକ ପରେ ବିତରିତ ମାଇନୁଟ୍ସ ମିଟିଂରେ ମନ୍ତ୍ରୀ ମହୋଦୟଙ୍କର ବକ୍ତବ୍ୟ ରଖାଗଲା ନାହିଁ ଏବଂ ଆଜି ଯାଏ ଗୋଟିଏ ମଞ୍ଚା ବାନ୍ଧିବା ଛଡ଼ା କୌଣସି କାର୍ଯ୍ୟ ହୋଇନାହିଁ। ନୂତନ ସରକାରଙ୍କୁ ଅନୁରୋଧ, କାର୍ଯ୍ୟଟି ଯଥାଶୀଘ୍ର ୟୁନେସ୍କୋକୁ ହସ୍ତାନ୍ତର କରିଦିଅନ୍ତୁ। ସେ ଅନୁଷ୍ଠାନ ବିଶ୍ୱରେ ଏହାଠାରୁ ବହୁଗୁଣ କଠିନ କାର୍ଯ୍ୟ କରିଛି। ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ। କେତେକ ସୌଖିନ ସାମ୍ୟବାଦୀ ନୂତନ ମନ୍ଦିର ନିର୍ମାଣର ବିରୋଧୀ। ଏ ବିରୋଧ ତ ଉଠିନଥିଲା ଯେତେବେଳେ ଗୁଜରାଟର ସୋମନାଥ ମନ୍ଦିର 9 ଥର ଭଙ୍ଗା ହେବା ପରେ 9 ଥର ପୁନର୍ଗଠିତ ହୋଇଥିଲା ଏବଂ ଶେଷ ପୁନର୍ଗଠନ ହୋଇଥିଲା
ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ ସ୍ୱାଧୀନତାର ଜନ୍ମଲଗ୍ନରେ। ପଟେଲ ମୂଳତଃ ଚାଷୀ ନେତା ଥିଲେ। ଏ ବିରୋଧ ତ ଉଠିଲା ନାହିଁ ଯେତେବେଳେ ଅଯୋଧ୍ୟା ରାମ ମନ୍ଦିର ପୁନର୍ନିର୍ମାଣର ନେତୃତ୍ୱ ନେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ। ଓଡ଼ିଆ ଅସ୍ମିତା କ'ଣ ଗୁଜରାଟୀ ଅସ୍ମିତା କିମ୍ବା ଉତ୍ତରପ୍ରଦେଶ ଅସ୍ମିତା ଠାରୁ ଗୌଣ? ପୁରାତନର ସଂରକ୍ଷଣ ଏବଂ ନୂତନ ନିର୍ମାଣ ଯୋଡ଼ିଏ ଭିନ୍ନ ବିଷୟ। ଅନେକ କିଛି ନଷ୍ଟ ହୋଇଯାଇଥିଲେ ମଧ୍ୟ ଯାହା ବଞ୍ଚି ରହିଛି ତାହା ମଧ୍ୟ ଗବେଷକମାନଙ୍କ ପାଇଁ ଗୋଟିଏ ସ୍ୱର୍ଣ୍ଣଖଣି। ଏହାର ବିଲୋପ ନିଶ୍ଚିତ ଜାଣି ମଧ୍ୟ ଯେତେ ଦିନ ସମ୍ଭବ ଏହାକୁ ବଞ୍ଚାଇ ରଖିବା ଜାତୀୟ କର୍ତ୍ତବ୍ୟ। କିନ୍ତୁ ଯାହା ଲୋପ ପାଇଯାଇଛି ମୂର୍ତ୍ତ ଓ ବିମୂର୍ତ୍ତ ତାହାର ସଂରକ୍ଷଣ ମଧ୍ୟ ଆବଶ୍ୟକ। ନଚେତ୍ ଉତ୍ତର ପିଢ଼ିକୁ କ'ଣ କହିବା? ଅସ୍ମିତା କେବଳ ପଶ୍ଚାତରେ ବନ୍ଧା ଥିଲେ ମୃତ। ତାହାକୁ ସଚଳ ରଖିବାକୁ ନୂତନ ସୃଷ୍ଟି ମଧ୍ୟ ଜାତୀୟ ଦାୟିତ୍ୱ। ନୂତନ ସରକାରଙ୍କୁ ଅନୁରୋଧ, ଓଡ଼ିଶାର ସର୍ବଶ୍ରେଷ୍ଠ ଅସ୍ମିତା ଖଣ୍ଡିତ ହେବାକୁ ଦିଅନ୍ତୁ ନାହିଁ। ଓମ୍ ମିତ୍ରାୟ ନମଃ।